हाँ सर प्रणाम। प्रणाम। समस्त मोर दिव्य प्रणाम। ଓ ଆଜି ସାର୍ କହିଛନ୍ତି ଫିଡବ୍ୟାକ୍ ଦେବା ପାଇଁ। ସାର୍ଙ୍କ କଥା ମୁଁ ତ ପ୍ରାୟ 2.5 ବର୍ଷ କି 2 ବର୍ଷ ପାଖାପାଖି ମନେ ପଡୁନି ଠିକ ସାର୍ଙ୍କ ସହିତ ଯୋଡ଼ି ହେଇ ରହିଛି। ଏବଂ ମୋ ନାଁ ହଉଛି ଧ୍ରୁବଚରଣ ନାୟକ। ମୋର ନେଟିଭ ପ୍ଲେସ୍ ହଉଛି ଜଗତସିଂହପୁର ଶାଳଙ୍କ ପୀଠରେ। ଏବଂ ମୁଁ 91 ଏଠି ଓଡ଼ିଶା ସେକ୍ରେଟାରୀରେ ଜୁନିୟର ଆସିଷ୍ଟାଣ୍ଟ ଜଏନ୍ କରିଥିଲି। ଏବଂ ସାର୍ ସେତେବେଳେ ମଧ୍ୟ ଯୋଡ଼ି ହେଲି। ମୋ ମନେ ଅଛି ଠିକ ସାର୍ ସାର୍ କ୍ଲାସରେ ମୁଁ ସାର୍ ଗୋଟେ ଲଜିକ ଲଗେଇ କହିଥିଲି, କିନ୍ତୁ ସାର୍ ମତେ ପରମୁହୂର୍ତ୍ତରେ ମୁଁ ଫୋନ କରିଥିଲି, କିନ୍ତୁ ସାର୍ କହିଲେ ନା ସେଗୁଡ଼ା କିଛି ନୁହେଁ, ଆପଣ ସ୍ଥିର ରୁହନ୍ତୁ। ମୁଁ ସେଇଠୁ ଜାଣି ନେଇଥିଲି ସାର୍ଙ୍କ ଭିତରେ ଗୋଟେ କିଛି ଅଛି ଯୋଉଟା କି ସାର୍ ବିଗିଡିବା କଥା ବିଗିଡିଲେ। ଆଉ ସାର୍ଙ୍କର ଯେତେ ସବୁ କ୍ଲାସ ମୁଁ ଆଟେଣ୍ଡ କରିଛି, ପ୍ରାୟ ଏଇ ମର୍ଣ୍ଣିଂ ଭିଜୁଆଲାଇଜେସନ କ୍ଲାସ, ତାପରେ ଆମର ବ୍ଲୁ ପ୍ରିଣ୍ଟ କ୍ଲାସ, ସେ ଗୋଟେ ଏମିତି କ୍ଲାସ ଗୋଟେ ମନ ଭିତରେ ଗୋଟେ ସକାରାତ୍ମକ ଇନଷ୍ଟଲେସନ ସାର୍ କରିଦିଅନ୍ତି, ଯୋଉଟା କି ଯୋଉ ନକାରାତ୍ମକ ଜିନିଷ ଗୁଡିକ ଆପଣଙ୍କ ହୟତ ପରିପୃଷ୍ଟ ହଉଥିଲା ସେଇଟା ବି ଦୂରୀକରଣ ହେଇଯାଏ। ଆଉ ଗୋଟେ ମର୍ଣ୍ଣିଂ କ୍ଲାସ ଅଛି ସାର୍ଙ୍କ ଇଭ୍ରି କ୍ଲାସ, ସବୁଥିରେ ଆପଣ ସକାରାତ୍ମକ ଜିନିଷ ପାଇବେ। ସକାରାତ୍ମକ ମନି ବିଷୟରେ, ସକାରାତ୍ମକ ମନି କେମିତି ବ୍ୟବହାର କରିବେ, ମନି ବିଷୟରେ ଆପଣଙ୍କର ମାନେ ଅନୁଭୂତି କଣ, ଏସବୁ ଜିନିଷ ସାର୍ ଭାରି ୟୁନିକ୍ ଭାବରେ ଆମକୁ ଜଣେଇ ଦିଅନ୍ତି। ଆଉ ବିଶେଷ କରି ଯୋଉ ଦିବ୍ୟ ସଂଯୋଗ ଆଧ୍ୟାତ୍ମିକ କ୍ଲାସ, ସେଇଟା ତ ସମସ୍ତଙ୍କୁ ଆଟ୍ରାକ୍ଟ କରୁଛି, ଯୋଉଟା ଆଧ୍ୟାତ୍ମିକ ବିଷୟରେ ସମସ୍ତେ ଜାଣୁଛନ୍ତି। ଏବଂ କୌଣସି ଜିନିଷ ସେଠି ଯୋଉ ରାମାୟଣ କଥା ସାର୍ କୁହନ୍ତି, ଯୋଉଟା କି ପିଲାମାନେ କେବେ ପିତାମାତାଙ୍କର ମାନେ କାର୍ଯ୍ୟକଳାପକୁ ସମୀକ୍ଷା କରିବା ଉଚିତ ନୁହେଁ। ସେ ଯୋଉ ଜିନିଷ ସାର୍ କୁହନ୍ତି ନା, ସେତେବେଳେ ଏତେ ଲାଗେ ସତରେ ବହୁତ କିଛି ଯୋଉ ପିତାମାତା ଯୋଉଠି ଏତେ ବଡ ଜିନିଷ ଆମେ ତାଙ୍କୁ ସମୀକ୍ଷା କରିବା ଉଚିତ, ସବୁ କିଛି ମାନି ନେବାଟା ଉଚିତ। ଆଉ ବିଶେଷ କରି ସାର୍ଙ୍କ ଯୋଉ କୋଟେସନ ଗୁଡାକ ମତେ ଭାରି ପ୍ରଭାବିତ କରେ। ସାର୍ ଗୋଟେ କୋଟେସନ ସେତେବେଳେ କହିଥିଲେ, ମନର ଦୁଃଖ ଯଦି ମରିଯାଏ ଶରୀର ଦୁଃଖ ଆପେ ଆପେ ମରିଯାଏ। ସତରେ ସାର୍ଙ୍କର ଗୋଟେ ଏଇ କୋଟେସନରେ ଗୋଟେ ଯାଦୁ ନିଶ୍ଚୟ। ଆମ ଶରୀରରେ ଦୁଃଖ ଏଇ ସେନ୍ସରେ, ଶରୀରରେ ଦୁଃଖ ସୃଷ୍ଟି କରେ କଣ, ଆମ ଭିତରେ ଯୋଉ ରୋଗ ଫୋଗ ସୃଷ୍ଟି କରେ ନା, ସେ ସବୁ ମନର ଯୋଉ ଦୁଃଖ ଯେତେବେଳେ ମରିଯାଏ ଆପେ ଆପେ ଶରୀର ଦୁଃଖ ଆପେ ଆପେ ଦୂରେଇ ଯାଏ, ତାମାନେ ରୋଗ ସେତେଟା ଆମକୁ ଗ୍ରାସ କରେନି। ତେଣୁ ସାର୍ଙ୍କର ଏଇ ଯୋଉ ଜିନିଷ ସବୁ ଏତେ ସୁନ୍ଦର, ଏତେ ୟୁନିକ୍, ଏତେ ପରିସ୍ପୃଷ୍ଟତା, ଯୋଉଟା କି ଆମେ ସାର୍ଙ୍କୁ ଛାଡିକି ଯିବା ପାଇଁ ବି ଇଚ୍ଛା ନାହିଁ। ଆଉ କଣ କହିବି ସାର୍ଙ୍କ କଥା, ସାର୍ ତ ସବୁବେଳେ ଆମ ପାଇଁ ଗୋଟେ ଯେମିତି ଗୋଟେ ଦେବତା ବରଦାନ କରନ୍ତି। ସାର୍ଙ୍କର ସେଇ ଯୋଉ କଥା, ସେଇ ଯୋଉ ଭାଷା, ସେଇ ଯୋଉ ଶୈଳୀ, ସେଇ ଯୋଉ ଉପଦେଶ ଆମକୁ ସେ ଯୋଉ ବରଦାନ ସଦୃଶ ହଉଛି ନା, ସେ ସବୁ ଗୋଟେ ଅମୃତ ସାର୍। ଆଉ ଆମେ କଣ ଆଇ ଲଭ ୟୁ କଣ ସେଇଟା ବି ଜାଣିନଥିଲୁ, ସାର୍ ଶିଖେଇଦେଲେ। ଆଇ ଲଭ ୟୁ ର ଗୋଟେ ମହାତ୍ମ୍ୟ ଅଛି, ସେ ମହାତ୍ମ୍ୟ ଆପଣ ସବୁଠି ପ୍ରୟୋଗ କରିପାରିବେ। ଆପଣ ସେ ଆମେ ଗୋଟେ ଭାବୁଥିଲୁ ଆଇ ଲଭ ୟୁ ଗୋଟେ କଣ ଗୋଟେ ଏମିତି ସାର୍ କହୁଛନ୍ତି, ଆଇ ଲଭ ୟୁ କହିଲେ ସମସ୍ତେ ଗୋଟେ ଖରାପ ଭାବେ, ଖରାପ ନୁହେଁ ସିଏ, ପ୍ରକୃତ ଖରାପ ନୁହେଁ। ଯୋଉଟା ବି ଏବେ ବି ସମସ୍ତେ ଗ୍ରହଣ କରୁଛନ୍ତି, ଆଇ ଲଭ ୟୁ ର ଗୋଟେ ଅଛି, ମହାତ୍ମ୍ୟ ଅଛି। ସେଇଟାକୁ ଅନ୍ୟମାନଙ୍କୁ ମଧ୍ୟ ନିଜର କରିଦେଉଛି ଆମ ପାଇଁ। ଆଉ କଣ ଆଉ ସାର୍ଙ୍କ କଥା କହିବି, ସାର୍ ତ ଆମ ପାଇଁ ବହୁତ କିଛି ଦେଇଛନ୍ତି ଏବଂ ଦେବେ ମଧ୍ୟ। ଆମେ ସାର୍ଙ୍କୁ ଛାଡିକି ଯିବୁନି। ଧନ୍ୟବାଦ ସାର୍। ଧନ୍ୟବାଦ।